आकाशवाणी कटक प्रचार करुछु भक्त कवि रामदास विरचित दाढ़िहाता भक्ति कृपा सिंधु संवादर प्रथम भाग बेदर रूपांतर श्रीचरण दास वर्णना झरणा दास संगीत ओम प्रकाश महांती प्रयोजना दीपक सामंतराय। कृपा सिंधु दास संवाद अतिथि सत्कार आम संस्कृतिर एक विशिष्ट दिग। अतिथि को देवता तुल्य गान कले पुण्य मिले। भगवान सबुबेले भक्त को परीक्षा करिथांती। आउ जदि परीक्षा रे भक्त उत्तीर्ण हुए तेबे से भगवान करो करुणा लाभ करिथाए। नमस्ते प्रभु विघ्नराज सुफल कर मोर कार्य। कहे चैतन्य मुनिवर सुमन नृपति आगर। शुणिबा हेउ शुद्ध भावे मु जाहा कहुअछि एबे। शुद्ध पश्चिम देश जेहि स्वर्ग को जीवा मार्ग एहि। से देशे एकई सहर नाम लीलावतीपुर। सेहि ग्राम रे तार वास नाम ता कृपा सिंधु दास। जाति रे अटई ब्राह्मण निरते विष्णु परायण। धन संपद अप्रमित बेनी दुहिता तिनि सुत। तार भारी जा रूपवती नाम ताहार श्रद्धावती। स्वामी सेवारे दृढ़मति केवल जाने विष्णु भक्ति। न जाने अन्य देवमान जानई स्वामी भगवान। एमन्ते पत्नी संगे घेनी बंचय दिवस रजनी। सकल जीवे दयावान कहे से मधुर वचन। पाषाण्ड जनक सहिते बसई नाही कदाचिते। देव ब्राह्मणे महाभय निरते सदानन्दमय। वैष्णव ब्राह्मण भिकारी जोगी संगम ब्रह्मचारी। दुखी दरिद्र जेउ नरे से आसी प्रवेशिले द्वारे। जाओ बोली बापद नाही जे जहाँ मांगिले दियोई। एमन्ते केते दिन गला ताजस जगते पुरीला। सुन हो मन शुद्ध चित्ते एथि उतारे कथा जेते। पुत्र दुहिता तार मले कुटी
ପାଞ୍ଚଇ ରଜନୀ ଦିବସ ମନେ ତା କ୍ଷୋଭ ନାହିଁ ଲେଶ ଏମନ୍ତେ କେତେ ଦିନ ଠାରେ ତା ପତ୍ନୀ ସ୍ୱାମୀର ଆଗରେ ଅତି ମଧୁର ଧୀର ବାଣୀ ବିନୟ କହିଲା ସେ ପୁଣି ଘରେ ପିତ୍ତଳ ସଜ ଯେତେ ଯେ ତମା କଂସାର ସହିତେ ଯେ ପୁରାତନ ବସ୍ତ୍ର ଥିଲା ତାହା ତ ସବୁ ବିକା ହେଲା ସର୍ବ ହୋଇଲା ଶେଷ ଏବେ ରହିଲୁ ଉପବାସ ଅନ୍ନ ନ ପାଇ କେତେ ଦିନ ରହିବ ଏ ପାପ ଜୀବନ ଶୁଣି ବୋଇଲେ ସ୍ୱାମୀ ଥାଇ ଶୁଣ ମୋହର ପ୍ରାଣ ସହି ଏ କଥା ମାତ୍ର ତୁ କର ଯାଆନ୍ତୁ ମିତ୍ରଙ୍କର ଘର ହାଣ୍ଡିଆ ଚୁନା 10 ମାଣ ଉଦ୍ଧାର କରି ମାଗି ଆଣ କରିବା 10 ଗୋଟି ରୁଟି ତହୁଁ ମୁଁ ଧରି 5 ଗୋଟି ଯିବି ନୀଳାଦ୍ରିପୁର ଯାଏ ସେ ଗ୍ରାମେ ଖାତକ ଗୋଟିଏ ହୋଇଅଛନ୍ତି ଭାଗ୍ୟବନ୍ତ ତାଠାରେ ଅଛି ଆମ୍ଭ ବେତ ସେ କିଛି ଦେଲେ ତାହା ଆଣି ଭାଇ ବଞ୍ଚିବା ବେନି ପ୍ରାଣୀ ଯୁବତୀ ଆଜ୍ଞା ଘେନି ଶିରେ ଚଳିଲା ମୈତ୍ରଙ୍କ ଘରେ ବୋଇଲା ସଙ୍ଗାତ ଗୋ ଶୁଣ ମାଣ୍ଡିଆ ଚୁନା 10 ମାଣ ଦେଇଥାଅ ତୁ ଧାର ଅନେକ ହେବ ଉପକାର ମିତ୍ର ତୁମ୍ଭର ତାହା ଧରି ଯିବାକୁ ଛନ୍ତି ମନେ କରି ନୀଳାଦ୍ରିପୁର ପରିଜନ୍ତେ ତହିଁ ଖାତକ ଜଣ କେତେ ଅଛନ୍ତି କୁଶଳ ହୋଇଣ ସାଥୀ ଆଣିବେ କିଛି ଧନ ଯାହା ସେ ଦେବେ ଭଗବାନ ଖାଇ ବଞ୍ଚିବୁ କିଛି ଦିନ ତା ଶୁଣି ମିତ୍ର ପତ୍ନୀ ଯାଇ ସ୍ୱାମୀ ଆଗରେ ତାହା କହି ମାଣ୍ଡିଆ ଚୁନା ମାଣ 10 ପାଣି ସେ ଦେଲା ତାର ପାଶ ତାହା ଧରିଣ ବେଗେ ଚଳି ନିଜ ମନ୍ଦିରେ ଯାଇ ମିଳି ସ୍ୱାମୀର ଆଗେ ନେଇ ଦେଲା ଏହା କି କରିବି ବୋଇଲା ସ୍ୱାମୀ ବୋଲଇ କର ରୁଟି ଗଣନ୍ତେ ହେବ 10 ଗୋଟି ତହୁଁ ମୁଁ 5 ଗୋଟି ଘେନି ପ୍ରଭାତ ଯିବିରେ କାମିନୀ ତୁମ୍ଭର 5 ଗୋଟି ଥିବ ମୋର ଆସିବା ଯାଇ ହେବ ତା ଶୁଣି ବୋଲେ ପ୍ରିୟାବତୀ ତୁମ୍ଭେ ମୋହର ପ୍ରାଣପତି ବୃକ୍ଷ ଛାଇର ପ୍ରାୟ ହୋଇ କେବେ ଅନ୍ତର ହୁଅ ନାହିଁ ଏବେ ଛାଡ଼ିଣ ମତେ ଯିବ ଏହା ସେ ଲେଖିଲା ଦଇବ ତୁମ୍ଭ ଫେରିବା ପରିଜନ୍ତେ ମୋ ଦିନ ସରିବ କେମନ୍ତେ ଉଠିଲା କରିଣ କାରୁଣ୍ୟ ସ୍ୱାମୀ ବୋଲଇ ସଖୀ ଶୁଣ କିମ୍ପା ତୁ ହେଉଛୁ ବିକଳ ସବୁରି ପ୍ରଭୁ ଆଦି ମୂଳ ସଂସାର ସୁଖ ଦୁଃଖ ଯେତେ ସେ ସିନା କରୁଥାନ୍ତି ନିତ୍ୟ ସେ ପ୍ରଭୁ ଅଛନ୍ତି ଆମ୍ଭର ମନରେ ଭୟ ତୁ ନ କର ବେଗେ କର ତୁ ଯାଇ ରୁଟି ଶୁଣି ସୁନ୍ଦରୀ ଗଲା ଉଠି ଚୁଲିରେ ଅଗ୍ନି ଯୋଗ କରି ମାଣ୍ଡିଆ ଚୁନା ଦେଲା ଗୋଳି ତହିଁ ଲବଣ କିଛି ଭରି ରୁଟି ସେ 10 ଗୋଟି କରି ଅନଳ ତପ୍ତି ସିଝାଇଲା ଯତନ କରି ନ ଥୋଇଲା ଏମନ୍ତ ବେଳେ ଦେବ ହରି ଭାବେ ବୈଷ୍ଣବ ରୂପ ଧରି ଅତି ଦୁର୍ବଳ ବୃଦ୍ଧ ତନୁ କ୍ଷଣ ଦିଶୁଛି ବପୁଦିନୁ ଅତି ଦୁର୍ବଳ ତାଙ୍କ କାଏ କେବଳ ଦିଶେ ଜ୍ୟୋତିର୍ମୟ ଏ ମନ୍ତ ରୂପେ ବ୍ରହ୍ମ ରାଶି ବିଜୟ କଲେ ଦ୍ୱାରେ ଆସି ଡାକିଲେ
ଦାସଙ୍କର ଘରେ କେ ଅଛ ଆସ କିନା ଥରେ। ତା ଶୁଣି କୃପା ସିନ୍ଧୁ ଦାସ ମନରେ ହୋଇଣ ହରସ। ବେଗେ ମିଳିଲେ ଦ୍ୱାରେ ଆସି ଦର୍ଶନ କଲେ ବ୍ରହ୍ମ ରାଶି। ମସ୍ତକେ ବେଣୀ କର ଦେଇ ବୋଲେ ବିନୟ ଭାବ ହୋଇ। କି ଆଜ୍ଞା ହୋଇଅଛି ମୋତେ କହିବା ହେଉ ଶୁଦ୍ଧ ଚିତ୍ତେ। ତା ଶୁଣି ପ୍ରଭୁ ଚକ୍ର ପାଣି ବୋଇଲେ ଶୁଣ ମୋର ବାଣୀ। ଏ ତୋର ଯଶ କୀର୍ତ୍ତି ଯେତେ ଆମ୍ଭେ ଶୁଣିଲୁ ନାନା ମତେ। ତେଣୁ ଆଇଲୁ ତୋର ପାଶେ ତିନି ଦିନର ଉପବାସେ। କହିବା ଶକ୍ତି ମୋର ନାହିଁ ଭୋଜନ ପାରିବୁ କି ଦେଇ। ବିଳମ୍ବେ କାର୍ଯ୍ୟ ନାହିଁ ଆଉ ନାସ୍ତି ବୋଇଲେ ଚଳି ତା ଶୁଣି କୃପା ସିନ୍ଧୁ ଦାସ କହିଲେ ଅତିଥିଙ୍କ ପାଶ। ତୁମ୍ଭକୁ ଦେବାକୁ ଭୋଜନ ମୁଝାର ନୁହଁ ଭାଜନ। ଯାହା ସେ ଦେଇଥିବେ ହରି ତାହା ଭୋଜନ ଜୀବ କରି। ଦଣ୍ଡକେ ମାତ୍ର ଏଥି ବସ ବୋଲି ସେ ମନ୍ଦିରେ ପ୍ରବେଶ। କହିଲା ପତ୍ନୀ ସନ୍ନିଧାନ ଅତିଥି ମାଗନ୍ତି ଭୋଜନ। ଅତି ଦୁର୍ବଳ ବୃଦ୍ଧ ଦେହି ଚାଲିବା ଶକ୍ତି ତାଙ୍କ ନାହିଁ। ପତ୍ନୀ ବୋଇଲା ଏକି କଥା ମନେ ନ କର କିଛି ଚିନ୍ତା। ତୁମ୍ଭ ଭାଗକୁ ତୁମ୍ଭେ ନିଅ ମୋ ଭାଗ ଅତିଥିଙ୍କୁ ଦିଅ। ବଳିଲେ କରିବୁ ଭୋଜନ ନୋହିଲେ ହେବ ଜଳପାନ। ତୁମ୍ଭ ଇଲା ପରିଜନ୍ତେ ପ୍ରାଣ ତପିବ ପିଣ୍ଡ ଗତେ। ଏଥକୁ ଅଛି କି ବିଚାର ଆଗେ ଅତିଥି ସେବା କର। ତା ଶୁଣି ସ୍ୱାମୀ ବୋଲେ ଚାହିଁ ଧନ୍ୟ ତ ଜୀବନ ଅଟଇ। ମୋ ଜୀବ ଉଦ୍ଧାର ନିମନ୍ତେ ବିହି ଖଞ୍ଜିଛି ତୋତେ ମୋତେ। ହେମନ୍ତ ବୋଲିଳ ହରସେ ମିଳିଲେ ଅତିଥିଙ୍କ ପାଶେ। ବୋଇଲା ସ୍ୱାମୀ ବିଜେ କର ଶୁଣି ଉଠିଲେ ଚକ୍ରଧର। ସଙ୍ଗତେ ଘେନି ଚଢ଼ିଗଲେ ମନ୍ଦିରେ ବିଜେ କରାଇଲେ। ଆନନ୍ଦେ ପାଦ ପଦ୍ମ ଧୋଇ ପିଇଲେ ପତି ପତ୍ନୀ ଦୁଇ। ଆପଣା ମସ୍ତକେ ସିଞ୍ଚିଲେ ଗୃହରେ ପଣତେ ବିଞ୍ଚିଲେ। ଦେଖ ହୋ ଭାଗ୍ୟ ତାହାଙ୍କର ଯାହା ନ ପାନ୍ତି ବ୍ରହ୍ମାହର। ସେ ଜଳ ଭକ୍ତି ଭାବେ କରି ଦେଖି ପିଇଲେ ନର ନାରୀ। ଅତି ଆନନ୍ଦ ମନ ହୋଇ ବୃଦ୍ଧଙ୍କୁ ଆସନେ ବସାଇ। ଆଣି ସେ ଦେଲେ ବେନି ରୁଟି ଭୁଞ୍ଜିଣ ଗୋବିନ୍ଦ ନ ଉଠି। ତାହା ଦେଖିଣ ନର ନାରୀ ଦୁହେଁ ହୋଇଲେ ଠରାଠରି। ଦୂରିତେ ଗଲା ବିମ୍ବ ଓଷ୍ଠୀ ପୁଣି ଆଣିଲା ବେନି ରୁଟି। ଶ୍ରୀହରି ପତ୍ରେ ନେଇ ଦେଲେ ତାହା ଯେ ଗୋବିନ୍ଦ ପୁଞ୍ଜିଲେ। ତା ଦେଖି ପତି ପତ୍ନୀ ହୃଷ୍ଟ ଜାଣିଲେ ପୁରୀ ନାହିଁ ପେଟ।
ଶୁଣୁଥିଲେ ଭକ୍ତକବି ରାମଦାସ ବିରଚିତ ଦାଢ଼ିଅଧା ଭକ୍ତିରେ କୃପା ସିନ୍ଧୁ ସମ୍ବାଦର ପ୍ରଥମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଶୈଳଭାମ ମହାପାତ୍ର, ରତିକାନ୍ତ ଶତପଥୀ, ସେଲୁ ମହାନ୍ତି ଏବଂ ଲକ୍ଷ୍ମୀକାନ୍ତ ପାଲିତ। ବେତାର ସମ୍ପାଦନ କରିଥିଲେ ଶ୍ରୀଚରଣ ଦାସ, ବର୍ଣ୍ଣନା ଝରଣା ଦାସ, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି, ପ୍ରଯୋଜନା ଦୀପକ ସାମନ୍ତରାୟ।